ଖରା ତ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଚାଲନ୍ତୁ ଆମେ ଆଜି ବନେଇବା 4 ପ୍ରକାର ହେଲ୍ଦି ଜୁସ୍, ଯେଉଁଟାକି ଘରେ ସହଜରେ ମିଳିଯାଉଥିବା ଜିନିଷରେ ଆମେ ତାକୁ ବନେଇ ପାରିବା। କିଛି ବି ଆମକୁ ବାହାରୁ ଖୋଜିବାକୁ ପଡ଼ିବନି। ଘରେ ସବୁବେଳେ ଆଭେଲେବୁଲ୍ ରହିଥିବା ଜିନିଷରେ ଆମେ ଏହାକୁ ବନେଇ ପାରିବା। ଏଠି ମୁଁ ନେଇଯାଇଛି ଧନିଆ ପତ୍ର, ନଡ଼ିଆ, କାକୁଡ଼ି, କଦଳୀ, ଲେମ୍ବୁ, ତରଭୁଜ, ଆଉ କିଛି ଜଲଜିରା, ଅଳ୍ପ କିଛି କାଜୁ ଆଉ କିସମିସ୍, ଏହିସବୁକୁ ନେଇ ମୁଁ ବନେଇବି 4 ପ୍ରକାର ହେଲ୍ଦି ଜୁସ୍। ଭିଡ଼ିଓଟି ମୋର ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନଙ୍କୁ ତ ନିହାତି ଭାବରେ ଭଲ ଲାଗିବ। ଭଲ ଲାଗିଲେ ଛୋଟ ଲାଇକ୍ଟିଏ କରିବେ। ଏଠି ମୁଁ ତରଭୁଜକୁ ମଞ୍ଜି ଗୁଡ଼ାକ କାଟି ଦେଉଛି। ତାକୁ ଛୋଟ ଛୋଟ କରି କାଟିକି ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଉଛି। ବିନା ପାଣି ଦେଇକି ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଉଛି। ରେଡ଼ି ହେଇଗଲା ଆମର ଏଇ ଗୋଟେ ତରଭୁଜ ଜୁସ୍। ତାପରେ ଆମର ଯେଉଁ କାକୁଡ଼ି, ଆମେ ସେ କାକୁଡ଼ିରେ ବି ଆଉ ଗୋଟେ ଜୁସ୍ ବନେଇବା। କାକୁଡ଼ି ମୁଁ ପ୍ରଥମେ ଚୁନି ଚୁନି କରି କାଟି ଦେଉଛି, ଆମର ଯେମିତି ଚିକଣ ହେଇକରି ବାଟିବାରେ ଭଲ ହେବ। ଏପଟେ ମୋ ପୁଅ କହିସାରିଲାଣି ଯେ ବୋଉ କାକୁଡ଼ିକି ବେଶୀ ଚିକଣ କରିବୁନି, ତାକୁ ଟିକେ ହାଲକା ଦରଦରା ରଖିବୁ, ମୁଁ ଚୋବେଇ ଚୋବେଇ ଖାଇବାରେ ମୋତେ ଭଲ ଲାଗିବ। ବାସ୍ ଆପଣମାନେ ତାକୁ ଚିକଣ କରି ବାଟି ପାରନ୍ତି କି ହାଲକା ଦରଦରା ରଖିପାରନ୍ତି, ଯେମିତି ବି କରିପାରନ୍ତି। କାକୁଡ଼ି ଜୁସ୍ଟି ଆହୁରି ବେଶୀ ହେଲ୍ଦି ଆଉ ଟେଷ୍ଟି ବି ଲାଗିବ। ଏଠି ମୁଁ ଧନିଆ ପତ୍ର ଅଳ୍ପ ଦେଇଦେଇଛି। ପୋଦିନା ପତ୍ର ତ ମୋ ପାଖରେ ନଥିଲା, ଯଦି ଆପଣମାନଙ୍କ ପାଖରେ ପୋଦିନା ପତ୍ର ଥିବ ପୋଦିନା ପତ୍ର ବି ପକାଇ ପାରିବେ, ଆହୁରି ମଧ୍ୟ ବଢ଼ିଆ ଲାଗିବ, ଟେଷ୍ଟି ଲାଗିବ। ତାକୁ ମୁଁ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରିଦେଉଛି, ପରେ ଆଉ ଟିକେ ପାଣି ଦେଇକରି ମୁଁ ବୁଲେଇବି। କାକୁଡ଼ିଟା ମୁଁ ଗ୍ରାଇଣ୍ଡିଙ୍ଗ କରିସାରିଲାଣି। ଆମେ ଯେଉଁ ଜଲଜିରା ରଖିଥିଲେ ସେଇ ଜଲଜିରାକୁ ମୁଁ ପକାଉଛି। ତାପରେ ଆମର ଯେଉଁ କାକୁଡ଼ି ଜୁସ୍ଟା ଦେଇଦେଉଛି ଗ୍ଲାସରେ। ଗୋଟେ ଫାଳ ଲେମ୍ବୁ ମୁଁ ଏଥିରେ ଚିପୁଡ଼ୁଛି। ଅଳ୍ପ ସ୍ୱାଦ ଅନୁସାରେ ଲୁଣ ଦେଇଦେଉଛି। ରେଡ଼ି ହେଇଗଲା ଆମର କାକୁଡ଼ି ଜୁସ୍। ଏପଟେ ତରଭୁଜ ଜୁସ୍, ସେପଟେ କାକୁଡ଼ି ଜୁସ୍। ତାପରେ ଆଉ ଗୋଟେ ଜୁସ୍ ଆମେ ବନେଇବା ଏବେ ମାଣ୍ଡିଆରେ। ମାଣ୍ଡିଆଟାକୁ ମୁଁ ସକାଳୁ ସକାଳୁ ରାନ୍ଧି ଦେଇଥିଲି, ସେ ପୁରା ଥଣ୍ଡା ହେଇଯାଇଛି। ମାଣ୍ଡିଆ ଜୁସ୍ ପୁରା ହେଲ୍ଦି। ମାଣ୍ଡିଆ ତ ଆପଣମାନେ ଜାଣିଥିବେ ଆଇରନରେ ପୁରା ଭରପୁର। ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍ ସବୁ ପ୍ରକାର ଜିନିଷ ଆମର ଏଇ ମାଣ୍ଡିଆରୁ ହିଁ ମିଳିଥାଏ। ଯେଉଁ କାଜୁ କିସମିସ୍ ମୁଁ ରଖିଥିଲି, କାଜୁ କିସମିସ୍ ମୁଁ ଦେଇଦେଉଛି। ଆଉ ଏଠି ଗୋଟେ କଦଳୀ ମୁଁ ଦେଉଛି। ଯେଉଁ ନଡ଼ିଆ ମୁଁ ରଖିଥିଲି ନଡ଼ିଆକୁ କୋରି ଦେଇଛି, ନଡ଼ିଆ ଏଥିରେ ଦେଉଛି। ମାଣ୍ଡିଆରୁ ପାଖାପାଖି ମୁଁ 4ରୁ 5 ଚାମଚ ପାଖାପାଖି ମୁଁ ଦେଉଛି। ସେମିତି କିଛି ମାପ ନାହିଁ, ଯଦି ଅଧିକା ବନାଉଥିବେ ଅଧିକା ଦେଇପାରିବେ, କମ୍ ବନାଉଥିଲେ କମ୍ ବି ଦେଇପାରିବେ। କିଛି ବି ଆମର ଏଥିରେ ମାନେ ବହୁତ ହେଲ୍ଦି ଜିନିଷ। ଆପଣମାନେ ତ ଘରେ ବନେଇକରି ନିହାତି ଭାବରେ ପିଅନ୍ତୁ। ଏପଟେ ରେଡ଼ି ହେଇଗଲାଣି ମୋର ମାଣ୍ଡିଆ ଜୁସ୍ଟି। ଆମେ ତାକୁ ଗୋଟେ ଗ୍ଲାସରେ ବାହାର କରିଦେବା। 3ଟି ଜୁସ୍ ରେଡ଼ି ହେଇଗଲା। ଆଉ ଗୋଟେ ଜୁସ୍ ସତୁ ପାଉଡ଼ର, ମୋର ପୂର୍ବ ଭିଡ଼ିଓରେ ତ ଆପଣମାନେ ପାଇଥିବେ ସତୁକୁ କେମିତି ପାଉଡ଼ର କରାଯାଏ, କେଉଁଥିରୁ ସତୁ ପାଉଡ଼ରଟା ଆମର ହୁଏ। ମୁଁ ତ ପୂର୍ବ ଭିଡ଼ିଓରେ ମୁଁ ଆପଣଙ୍କୁ କହିଦେଇଛି। ବା ସେଇ ସତୁ ପାଉଡ଼ରରୁ ଗୋଟେ ଚାମଚ ମୁଁ ପାଖାପାଖି ନେଇଯାଇଛି। ଅଳ୍ପ ପାଣି ଦେଇଛି, ପାଣି ଜାଗାରେ ଆପଣମାନେ କ୍ଷୀର କି ଦହି ଦେଇପାରନ୍ତି, ଆହୁରି ଭଲ, ଆହୁରି ହେଲ୍ଦି ହେଇଯିବ। ଦହି ଦେଲେ, ଦହି କି କ୍ଷୀର ଦେଲେ ଆହୁରି ହେଲ୍ଦି ହେଇଯିବ ଆଉ ଟେଷ୍ଟ ବି ଲାଗିବ। ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ ପକାଇ ଦେଇଛି। ପିଆଜ ଆଉ ଧନିଆ ପତ୍ର ମୁଁ ପକାଇ ଦେଉଛି। ଆଉ ମୁଁ ଭାଜିକିରି ଜିରା ଲଙ୍କା ଗୁଣ୍ଡ ଘରେ ବି କରିଥିଲି, ସେଥିରୁ ମୁଁ ହାଫ୍ ଚାମଚ ପକାଇ ଦେଉଛି। ସ୍ୱାଦ ଅନୁସାରେ ଲୁଣ ଦେଇଛି। ଆଉ ଗୋଟେ ଫାଳ ଲେମ୍ବୁ ମୁଁ ଏଥିରେ ଚିପୁଡ଼ି ଦେଉଛି। ରେଡ଼ି ହେଇଗଲା ଆମର ସତୁ ଜୁସ୍। ଆପଣଙ୍କୁ ଯେଉଁ ଜୁସ୍ଟା ବନେଇକରି ଆପଣମାନେ ଖରାଦିନେ ଖାଇପାରିବେ। ଛୋଟରୁ ବଡ଼ ସମସ୍ତେ ଖାଇପାରିବେ। ଏମିତିକି ସୁଗର ପେସେଣ୍ଟ ବି ଆକୁ ପିଇପାରିବେ। ରେଡ଼ି ହେଇଗଲା ମୋର ଖରାଦିନ ପାଇଁ 4 ପ୍ରକାର ଜୁସ୍। ଆପଣମାନେ ତ ଦେଖିଲେ ଘରେ ଆମର ସବୁବେଳେ ଏଇଭଳି ଜିନିଷ ଆଭେଲେବୁଲ୍ ଥାଏ। କିଛି ବି ବାହାରୁ ଖୋଜିବାକୁ ପଡ଼ିବନି। ଆରାମରେ ଆକୁ
ଆପଣମାନେ ବନେଇକିରି ପିଇପାରିବେ। ପେଟ ଥଣ୍ଡା ହେବା ସହିତ ଆମ ଦେହକୁ ବହୁତ ପ୍ରକାର ଏନର୍ଜି ମିଳିବ। ମୋ ପିଲାମାନେ ତ ଆକୁ ପିଇକି ବହୁତ ଖୁସି ହେଇଗଲେ। ବାହାରୁ ଆଦୌ ବି ମୋ ମତରେ ବାହାରୁ ଆଦୌ ବି କିଣିକିରି ଖାଆନ୍ତୁନି। ଏମିତି ଘରେ ନିଜେ ବନେଇକିରି ହେଲ୍ଦି ଜିନିଷ ପିଅନ୍ତୁ ଖରାଦିନେ। ଆଉ ଘରୁ ବାହାରନ୍ତୁନି, ଘରେ ରୁହନ୍ତୁ, ହେଲ୍ଦି ଜିନିଷ ବନେଇକିରି ପିଅନ୍ତୁ, ହେଲ୍ଦି ରୁହନ୍ତୁ। ଭିଡ଼ିଓଟି କିପରି ଲାଗିଲା ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ଛୋଟ ଲାଇକ୍ଟିଏ କରନ୍ତୁ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।